କଇଁଚର ବଇଁଶୀ। ବ୍ରାଜିଲର ଗୋଟିଏ ଲୋକକଥା। ବହୁ ଦିନ ତଳେ ଗୋଟିଏ କଇଁଚ ନଦୀ କୂଳେ ବଇଁଶୀ ବଜାଉଥିଲା। କଇଁଚର ବଇଁଶୀ ଶୁଣିବା ପାଇଁ ସବୁ ପଶୁମାନେ ଆସୁଥିଲେ। ସିଂହ, ହାତୀ, ପ୍ରଜାପତି, ସାପ ଆଉ ମାଙ୍କଡ଼ମାନେ କଇଁଚର ସଙ୍ଗୀତ ସହିତ ନାଚୁଥିଲେ। ଦିନେ ଗୋଟିଏ ମଣିଷ କଇଁଚର ସଙ୍ଗୀତ ଶୁଣିବାକୁ ପାଇଲା। ସେ ମନରେ ଭାବିଲା, ଏହା ନିଶ୍ଚୟ କଇଁଚର ସଙ୍ଗୀତ। ବର୍ତ୍ତମାନ ତାର ମାଂସ ଭାରି ସୁସ୍ୱାଦୁ ହୋଇଥିବ। ତେଣୁ ସେ ବଡ଼ ପାଟିରେ କହିଲା, ହେ କଇଁଚ, ମୁଁ ତୋର ସୁନ୍ଦର ବଇଁଶୀଟି ଦେଖିବାକୁ ଚାହେଁ। କଇଁଚ ଧୀରେ ଧୀରେ କବାଟ ପାଖକୁ ଯାଇ ତାର ବଇଁଶୀଟି ଦେଖାଇଲା। କଇଁଚକୁ ଦେଖିଲା କ୍ଷଣି ମଣିଷଟି ତାର ବେକକୁ ଧରି ପକାଇ ଦୌଡ଼ିବାକୁ ଲାଗିଲା। କଇଁଚ ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଚେଷ୍ଟା କଲା, କିନ୍ତୁ କୌଣସି ଶବ୍ଦ କରିପାରିଲା ନାହିଁ। ସେ ଆଖି ଦୁଇଟି ବନ୍ଦ କରି ନିଜର ବଇଁଶୀଟିକୁ ଜାବୁଡ଼ି ଧରି ପ୍ରାର୍ଥନା କରୁଥାଏ। ମଣିଷଟି ତା କୁଡ଼ିଆରେ ପହଞ୍ଚି କଇଁଚଟିକୁ ଜନ୍ତାରେ ବନ୍ଦ କରିଦେଲା। ତାପରେ ବୁଲି ପଡ଼ି ତାର ପିଲାମାନଙ୍କୁ କହିଲା, କଇଁଚ ଜନ୍ତା ବାହାରକୁ ନ ଯାଏ ଯେମିତି। ଏହା କହି ସେ ଜମିକୁ କାମ ପାଇଁ ଚାଲିଗଲା। ପିଲାମାନେ ବାହାରେ ଖେଳିବାକୁ ଆରମ୍ଭ କଲେ। କଇଁଚ ଜନ୍ତା ଭିତରେ ଚୁପଚାପ ବସିଥାଏ ଏବଂ ତାଙ୍କ ବାପାଙ୍କର ଆଦେଶ କଥା ଭାବୁଥାଏ। କଇଁଚ ତାର ବଇଁଶୀଟି ନେଇ ଗୋଟିଏ ସୁମଧୁର ସ୍ୱର ବଜାଇବା ଆରମ୍ଭ କଲା। ପିଲାମାନେ ଜନ୍ତା ଆଡ଼କୁ ଦୌଡ଼ିଗଲେ। ଆଶ୍ଚର୍ଯ୍ୟରେ ବଡ଼ ବଡ଼ ଆଖି କରି ପଚାରିଲେ, କଇଁଚ, ବଇଁଶୀ କ'ଣ ତମେ ବଜାଉଛ? କଇଁଚ କହିଲା, ହଁ, ଏବଂ ଆହୁରି ବଜାଇଲା, କାରଣ ପିଲାମାନଙ୍କର ଖୁସି ସେ ଦେଖିପାରୁଥିଲା। ଶେଷକୁ ସେ ବଜାଇବା ବନ୍ଦ କଲା ଏବଂ କହିଲା, ମୋର ନାଚ ମୋର ସଙ୍ଗୀତ ଠାରୁ ଆହୁରି ସୁନ୍ଦର। ତୁମେମାନେ ଦେଖିବାକୁ ଚାହଁ? ହଁ, ନିଶ୍ଚୟ, ଛୋଟ ପିଲାଟି କହି ଉଠିଲା। କଇଁଚ କହିଲା, ମୁଁ ତୁମମାନଙ୍କୁ ଦେଖାଇବି ଏକା ସାଙ୍ଗରେ ନାଚ ଓ ଖେଳ କେମିତି କରିହୁଏ, କିନ୍ତୁ ତୁମମାନଙ୍କୁ ଜନ୍ତାର କବାଟଟି ଖୋଲିବାକୁ ପଡ଼ିବ। ଆ ଭିତରେ ଖୁବ୍ କମ୍ ଜାଗା। ଛୋଟ ପିଲାଟି ଜନ୍ତାର କବାଟଟି ଖୋଲିଦେଲା। କଇଁଚ ନାଚିବା ଓ ଖେଳିବା ଆରମ୍ଭ କଲା। ପିଲାମାନେ ଖୁସିରେ ହସିଲେ ଓ ତାଳି ବଜାଇଲେ। ସେମାନେ ଏପରି ଦୃଶ୍ୟ ଆଗରୁ କେବେ ଦେଖିନଥିଲେ। ହଠାତ୍ କଇଁଚ ତାର ନାଚ ବନ୍ଦ କଲା। ପିଲାମାନେ କହି ଉଠିଲେ, ବନ୍ଦ କର ନାହିଁ।
କଇଁଚ କଷ୍ଟ ଗଳାରେ କହିଲା, ଓଃ, ମୋର ଗୋଡ଼ଗୁଡ଼ିକ ଶକ୍ତ ହୋଇଗଲାଣି। ଅଳ୍ପ ଚାଲିଲେ ଟିକେ ଭଲ ଲାଗନ୍ତା। ଛୋଟ ଝିଅଟିଏ କହିଲା, ବେଶୀ ଦୂରକୁ ଯାଅ ନାହିଁ, ସାଙ୍ଗେ ସାଙ୍ଗେ ଫେରିଆସ। କଇଁଚ କହିଲା, ଭୟ କର ନାହିଁ, ତୁମେମାନେ ଏଠାରେ ଜଗିଥାଅ। କଇଁଚ ଜଙ୍ଗଲ ଆଡ଼କୁ ଚାଲିଗଲା। ପିଲାଙ୍କଠାରୁ ଦୂରକୁ ଗଲା ପରେ ସେ ଶୀଘ୍ର ଶୀଘ୍ର ତା ଘରକୁ ଫେରିଗଲା। କଇଁଚକୁ ଆଉ କିଏ କେବେ ହେଲେ ପାଇଲେ ନାହିଁ। କିନ୍ତୁ ଆଜି ଯାଏ ମଧ୍ୟ ଭଲ ଭାବେ କାନେଇଲେ ତୁମେ ଜଙ୍ଗଲ ଭିତରୁ ଆସୁଥିବା ସୁମଧୁର ବଇଁଶୀର ସଙ୍ଗୀତ ଏବେ ବି ଶୁଣିପାରିବ।